ଭାବନା ଠାରୁ ବଡ଼ ଜିନିଷ ଏ ପୃଥିବୀରେ ଆଉ କିଛି ନାହିଁ। ଯଦି ଆପଣଙ୍କର ଭାବନା ଶୁଦ୍ଧ ହେଲା, ଯଦି ଶୁଦ୍ଧ ଭାବନାରେ ଆପଣ ମଗ୍ନ ରହିଲେ, ତାହେଲେ ଭଗବାନ ଆପଣଙ୍କର ହୋଇଗଲେ। ଭଗବାନ ଆପଣଙ୍କର ନିଜର ହୋଇ ସବୁବେଳେ ଆଶୀର୍ବାଦ ବର୍ଷାଇଲେ। ଭଗବାନ ଶ୍ରୀକୃଷ୍ଣ ପ୍ରାୟ 11 ବର୍ଷ 56 ଦିନ ବ୍ରଜରେ ରହିଲେ। ଭଗବାନଙ୍କୁ ଲାଗିଲା ଯେ ବ୍ରଜଲୀଳା ମୋର ବହୁତ ହୋଇଗଲା, ଏବେ ଏ ଲୀଳାକୁ ଆଗକୁ ବଢ଼ାଇବାକୁ ପଡ଼ିବ। ସେଥିପାଇଁ ପ୍ରଭୁ କ'ଣ କଲେ, ନାରଦଙ୍କୁ ସଂକେତ ଦେଲେ, ନାରଦଙ୍କୁ ପ୍ରେରଣା ମିଳିଲା। ନାରଦ ଚାଲିଲେ କଂସଙ୍କ ପାଖକୁ। କଂସଙ୍କ ପାଖରେ ଯାଇ ନାରଦ ପହଞ୍ଚି କଂସଙ୍କୁ ପଚାରିଲେ, ଯେ କଂସ, ତୁମର ଶତ୍ରୁ ତ ଗୋପପୁରରେ ବଢ଼ୁଛି। ଦିନକୁ ଦିନ ଶୁକ୍ଳ ପକ୍ଷର ଚନ୍ଦ୍ର ଭଳି ଶତ୍ରୁର ବୟସ ଏବଂ ଶାରୀରିକ ପୁଷ୍ଟି ବଢ଼ି ବଢ଼ି ଚାଲିଛି। ତୁମେ ଯେତେ ପ୍ରୟାସ କଲ, ସବୁ ପ୍ରୟାସ ତୁମର ବେକାର ହୋଇଯାଇଛି। ମୁଁ ମାନୁଛି ତମେ ଅନେକ ରାକ୍ଷସ ପଠାଇଛ, ମାରିବାକୁ ଅନେକ ଚେଷ୍ଟା କରିଛ କୃଷ୍ଣ ବଳରାମକୁ, ହେଲେ କଂସ ତୁମର କୌଣସି ପ୍ରୟାସ ସଫଳ ହୋଇନାହିଁ। ବରଂ ତୁମେ ଯାହାକୁ ପଠାଇଛ ସେ ଆଉ ଫେରି ନାହାନ୍ତି। ଏ କଥା କଂସର ମନକୁ ପାଇଛି। କଂସ କହିଛି, ପ୍ରଭୁ ମୁଁ ତ ସେଇ କଥା ସବୁବେଳେ ଭାବୁଛି, କ'ଣ କଲେ ମୁଁ ନିଷ୍କଣ୍ଟକ ହେବି, ସେଇ ଚିନ୍ତାରେ ମୁଁ ସବୁବେଳେ ବସିଛି। ଏହାପରେ ନାରଦ କହିଛନ୍ତି, ତୁମେ ଗୋଟେ କାମ କର, ତୁମେ ସେଠାକୁ ରାକ୍ଷସମାନଙ୍କୁ ପଠାଉଛ, ସେ ହେଉଛି ତାଙ୍କର ଗଡ଼, କୃଷ୍ଣ ବଳରାମଙ୍କ ଗଡ଼, ତେଣୁ ସେମାନେ ସେଠି ମାରି ଦେଉଛନ୍ତି। ଯଦି ଚଞ୍ଚକତା କରି କୌଣସି ଏକ ଯାତ୍ରାର ଭେଳିକି କରି ବା ଧନୁଯାତ୍ରାର ଭେଳିକି କରି ତୁମେ ଯଦି କୃଷ୍ଣ ବଳରାମକୁ ଏଠିକି ଡକାଇ ଦିଅନ୍ତ ନା, ତାହେଲେ ଅକ୍ଲେଶରେ ସେ ଦୁଇ ବାଳକଙ୍କୁ ଏଠି ମାରିବା ତୁମ ପାଇଁ ସହଜ ସାଧ୍ୟ ହୋଇଯାଆନ୍ତା। ନାରଦ କହିଛନ୍ତି ଏକଥା ଶୁଣିଲା ପରେ କଂସ କହିଛି ଯେ ସେମାନଙ୍କୁ ଆଣିବାକୁ ଯିବ କିଏ? ଭଗବାନ ନାରଦ କହିଛନ୍ତି, ଯେ ଗୋଟେ କାମ କର, ଅକ୍ରୂରଙ୍କୁ ପଠା, ଅକ୍ରୂର ସେମାନଙ୍କର ଦାଦା ହେବେ, ତେଣୁ ତାଙ୍କ ସହିତ ଆସିବାରେ କିଛି ଅସୁବିଧା ନାହିଁ। ତେଣୁ କଂସ ସିଦ୍ଧାନ୍ତ ନେଇଛି ଯେ ଅକ୍ରୂର ହିଁ ଯିବେ ଏ କୃଷ୍ଣ ବଳରାମଙ୍କୁ ଗୋପପୁରରୁ ମଥୁରାକୁ ଆଣିବା ପାଇଁ। ଏହାପରେ କଂସ ଡକାଇ ପଠାଇଛି ଅକ୍ରୂରଙ୍କୁ। ଅକ୍ରୂରଙ୍କୁ ନିର୍ଦ୍ଦେଶ କରିଛି, ଅକ୍ରୂର ତୁମେ ଯାଅ, କଂସ ବଳରାମକୁ ଧନୁଯାତ୍ରା ପାଇଁ ନିମନ୍ତ୍ରଣ ଦେଇ ଆସ। ନିମନ୍ତ୍ରଣ ଦେଇ ଆସ କ'ଣ, ତାଙ୍କୁ ସାଙ୍ଗରେ ନେଇକି ଆସ, କହିବ କଂସ ଡକାଇଛି। ଏହାପରେ ଅକ୍ରୂର ଭଲ ରକମ ଜାଣିଛନ୍ତି ଯେ କଂସ ମୁଣ୍ଡରେ କ'ଣ ଚାଲିଛି। ଅକ୍ରୂର ଜାଣିଛନ୍ତି ଯେ କଂସ କୃଷ୍ଣ ବଳରାମକୁ ମାରିବାର ଗୋଟେ ଯୋଜନା ପ୍ରସ୍ତୁତ କରୁଛି। ତେଣୁ ଅକ୍ରୂର ପ୍ରଥମେ ଦ୍ୱିଧା ପ୍ରକାଶ କରିଛନ୍ତି ଯେ ମୁଁ ଯିବି ନାହିଁ, ମୁଁ ଛୋଟ ଛୋଟ ପିଲାମାନଙ୍କୁ ଆଣି ତୁମ ହାତରେ ସମର୍ପି ଦେଇପାରିବିନି। ମନେ ମନେ ଭାବୁଛନ୍ତି ଯେ ମୁଁ କଂସ ହାତରେ ସମର୍ପିବି ଆଣି ପ୍ରଭୁଙ୍କୁ, ମାରିବ କଂସ, ଏହା କ'ଣ ମୋ ପାଇଁ ଉଚିତ ହେବ? ମନା କରିଛନ୍ତି ଯେ ମୁଁ ଯାଇପାରିବିନି। ଏହାପରେ ଖଡ଼୍ଗ ଲଗାଇ ଦେଇଛି କଂସ, ଯେ ଯିବ ନତୁବା ତୁମ ଜୀବନ ମୋ ହାତରେ ଯିବ। ଯେତେବେଳେ ଖଡ଼୍ଗ ଲଗାଇଛି କଂସ,
ଅକ୍ରୁର ଚିନ୍ତା କରୁଛନ୍ତି ଯେ ପାପୀ ହାତରେ ମରିବା ଅପେକ୍ଷା ମରିବା ପୂର୍ବରୁ ଭଗବାନଙ୍କୁ ଦେଖିଦେବା ଭଲ। ସେଇଥିପାଇଁ ଅକ୍ରୁର ମତ ବଦଳାଇଛନ୍ତି, ନିଷ୍ପତ୍ତି ନେଇଛନ୍ତି ଯିବାକୁ ଗୋପପୁରକୁ କୃଷ୍ଣ ବଳରାମକୁ ଆଣିବାକୁ। ବାହାରି ଯାଇଛନ୍ତି ଅକ୍ରୁର ରଥରେ। ରଥରେ ଅକ୍ରୁର ଯାଉଛନ୍ତି, ମନେ ମନେ ଭାବୁଛନ୍ତି ପ୍ରଭୁଙ୍କୁ ଦେଖିବାକୁ ମୁଁ କେତେ ଆଶା କରିଥିଲି, କେତେ ଚିନ୍ତନ କରୁଥିଲି ଯେ ପ୍ରଭୁଙ୍କ ସହିତ ମୋର ଟିକେ ଦେଖା ହେବ ବୋଲି। ଆଜି ମୁଁ ଯାଉଛି ଦେଖା କରିବାକୁ, ହେଲେ କିଭଳି ପରିସ୍ଥିତିରେ ଯାଉଛି। ପ୍ରଭୁଙ୍କୁ ଆଣି କଂସ ହାତରେ ସମର୍ପି ଦେବି, ମାରିଦେବ ଏ କଂସ। ମୁଁ ପାପୀ ହୋଇଯିବି, ମୁଁ କେତେ ସ୍ୱାର୍ଥୀ। ନିଜ ଜୀବନ ବଞ୍ଚାଇବା ପାଇଁ ମୋ ପ୍ରଭୁଙ୍କ ଜୀବନକୁ ମୁଁ ଆଜି ବଳି ଚଢ଼ାଇବାକୁ ଯାଉଛି। ମୋ ଭଳି ପାପୀ ଏ ସଂସାରରେ କେହି ନଥିବ। ଏମିତି ଭାବି କ'ଣ ହେଇଛି, ଯେତେବେଳେ ଅକ୍ରୁର ଯାଉଛନ୍ତି ଗୋଟେ ଜଙ୍ଗଲ ପାଖରେ ରଥକୁ ରଖିଦେଇଛନ୍ତି, ଚିନ୍ତା କରିଛନ୍ତି ଯେ ନା ମାରିଦେଉ କଂସ ମୋତେ, ମୁଁ ମରିଯିବି ସିନା, ହେଲେ କୃଷ୍ଣ ବଳରାମକୁ ମାରିବାକୁ ଦେବି ନାହିଁ। ସେଇ ଗୋଟେ ବଣରେ ରଖିଦେଇଛନ୍ତି କ'ଣ, ରଥକୁ ଠିଆ ହେଇଯାଇଛନ୍ତି ଅକ୍ରୁର। ଭଗବାନ କୃଷ୍ଣ ଗାଈ ଚରାଉଥିଲେ ଅନ୍ୟ ଏକ ବଣରେ। ଅନ୍ତର୍ଦୃଷ୍ଟିରେ ଦେଖିଛନ୍ତି କାକା ଆସୁଥିଲେ, ଯୋଜନା ଠିକ୍ ଥିଲା। କାକା ବାଟରେ ଅଟକି ଯାଇଛନ୍ତି ଏକ ଜଙ୍ଗଲରେ, ଆଉ ଆସିବାକୁ ଚାହୁଁନାହାନ୍ତି, ଚାହୁଁଛନ୍ତି ଫେରିଯିବାକୁ। କାକା ଯଦି ଫେରିଯିବେ ତାହେଲେ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ସେ ଯୋଜନା ଫଳପ୍ରଦ ହେବ ନାହିଁ। ତେଣୁ ପ୍ରଭୁ କ'ଣ କରିଛନ୍ତି, ଗାଈ ଧରି ଆସି ସେ ଜଙ୍ଗଲରେ ପହଞ୍ଚି ଯାଇଛନ୍ତି, ଯେଉଁ ଜଙ୍ଗଲରେ ଅକ୍ରୁର ଠିଆ ହେଇଛନ୍ତି। ଆସି ପହଞ୍ଚି ଯାଇଛନ୍ତି ଅକ୍ରୁରଙ୍କ ପାଖରେ। କୃଷ୍ଣ ଅକ୍ରୁର ମନେ ମନେ ଭାବୁଛନ୍ତି କୃଷ୍ଣ ଅନ୍ତର୍ଯ୍ୟାମୀ, ସେ ତ ଜାଣିଦେବେ, ଜାଣିବେ ଯେ ମୋ କାକା ମୋତେ ନେଇ ମାରିବାକୁ ଯାଉଛନ୍ତି। ମୋ କାକା ମୋତେ ଆସିଛନ୍ତି କଂସ ହାତରେ ଟେକି ଦେବା ପାଇଁ। ଯଦି ପ୍ରଭୁ ସେ ଅନ୍ତର୍ଯ୍ୟାମୀ ହେଇଥିବେ, ଯଦି ସେ ଭଗବାନ ହେଇଥିବେ, ସେ ନିଶ୍ଚିତ ଭାବରେ ଏ କଥା ଜାଣିପାରିବେ। ଯଦି ଜାଣିବେ ତାହେଲେ ମୋତେ କାକା ବୋଲି ଡାକିବେ ନାହିଁ। ସେ ଜାଣିଦେବେ ଅକ୍ରୁର କାକା କେତେ ସ୍ୱାର୍ଥୀ ବୋଲି। ଯାହା ହେଉନା କାହିଁକି ମୋ ପ୍ରଭୁଙ୍କ ଆଗରେ ଭେଟିବି ତ ଭେଟିବି, ସବୁ ସତ କଥା କହିଦେବି, ଅକ୍ରୁର ଭାବୁଛନ୍ତି। ଏହି ସମୟରେ ଦୌଡ଼ି ଆସିଛନ୍ତି କୃଷ୍ଣ ବଳରାମ, ଅକ୍ରୁରଙ୍କ ପାଖକୁ କୁଣ୍ଢାଇ ପକାଇଛନ୍ତି। ଯେତେବେଳେ କୁଣ୍ଢାଇ ପକାଇଛନ୍ତି ଅକ୍ରୁର ଆଉ ସମ୍ଭାଳି ପାରିନାହାନ୍ତି, ଏକାନ୍ତକୁ ଭିଡ଼ି ନେଇଛନ୍ତି କୃଷ୍ଣ ବଳରାମ ଦୁଇ ଭାଇଙ୍କୁ। ସମସ୍ତ କଥା ବର୍ଣ୍ଣନ କରିଛନ୍ତି ଯେ ପ୍ରଭୁ ମୁଁ ଆସିବାର ଇଚ୍ଛା ନଥିଲା, ଆସିବାକୁ ମୁଁ ବାଧ୍ୟ ହେଲି। କଂସ ଆପଣଙ୍କୁ ଏମିତି ସେମିତି ଡାକି ନାହିଁ, କଂସ ଡାକିଛି ଆପଣଙ୍କୁ ମାରିବା ପାଇଁ। ପ୍ରଭୁ ଆପଣଙ୍କୁ ମାରିବାକୁ, ଆପଣଙ୍କୁ ମରିବାକୁ ନିମନ୍ତ୍ରଣ ଦେବାକୁ ମୁଁ ଆଜି ଆସିଛି। ମୋ ଭଳି ପାପୀ, ମୋ ଭଳି ନିଷ୍ଠୁର ଏ ସଂସାରରେ କେହି ନାହିଁ। ଏହାପରେ କହିଛନ୍ତି କୃଷ୍ଣ ବଳରାମ ଯେ କାକା ଆପଣ ମନ ଦୁଃଖ କରନ୍ତୁ ନାହିଁ, କଂସ ମାରିବାକୁ ଚାହିଁଲେ ବି ଆମେ ଯିବୁ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, କଂସ ଆମର କିଛି କରିପାରିବ ନାହିଁ। କିନ୍ତୁ କାକା ଏକଥା ଆପଣ ମା ଯଶୋଦା ଏବଂ ନନ୍ଦବାବାଙ୍କୁ କହିବେ ନାହିଁ। ଅକ୍ରୁର କହିଛନ୍ତି ଠିକ୍ ଅଛି। ଏହାପରେ ଅକ୍ରୁର ଯାଇଛନ୍ତି ନନ୍ଦଭବନକୁ। କୃଷ୍ଣ ବଳରାମ ଗାଈ ଚରାରେ ବ୍ୟସ୍ତ ରହିଛନ୍ତି। ଯେତେବେଳେ ପହଞ୍ଚି ଯାଇଛନ୍ତି ନନ୍ଦଭବନରେ ଗଳାରେ ଲଗେଇ ଦେଇଛନ୍ତି କିଏ, ନନ୍ଦବାବା, ଯେ ଏତେ ଦିନ ପରେ ତୁମେ ଆସିଲ, ତୁମର ଏତେ ଦିନ ପରେ ମୋ କଥା ମନେ ପଡ଼ିଲା, ତୁମେ ବଡ଼ ଲୋକ, ମୋ ପାଖକୁ ଆସିବ କାହିଁକି? ଅକ୍ରୁର ଅନେକ ଦିନ ପରେ କୁଆଡ଼େ ଆଇଛ? କୃଷ୍ଣ ବଳରାମ ଏହାପରେ ଅକ୍ରୁର କହିଛନ୍ତି କୃଷ୍ଣ ବଳରାମଙ୍କର ପୌରୁଷରେ ପ୍ରଭାବିତ ହୋଇ କଂସ ଏକ ଧନୁର୍ଯଜ୍ଞକୁ ନିମନ୍ତ୍ରଣ ଜଣାଇଛି। କାହାକୁ? କୃଷ୍ଣ ବଳରାମକୁ।
से चाहूँची कृष्ण बलरामकर पौरुष पाई तांको पुरस्कार दबा पाई। प्रतिदिन पुरस्कार नहीं ये 2-3 दिन भितर फेरी आसबे एक कथा कही जितेबाला नंद बाबा कही ना 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 मु मो कृष्ण को कौटिकी छाड़ी ना एमती कथोपकथन चली। यही समय कृष्ण गाई धरी आसी पहुँचती। प्रतिदिन कृष्ण आसती गाई मानक गुहाल रास्तार देखाई दे दौड़ी आसती माँ का पाखक माँ किसी खाइबा दियो किसी खाइबा दियो जोर रे भोक होची। से दिन कृष्ण गाई नहीं आसी हेले सीधा जाइछंती गाई गुहाल को प्रत्येक गाई गलारे झुलीचंती कुंडाई आउंसीबा आरंभ करिचंती। यापर सबू गाई को नमस्कार करुचंती गोटी गोटी करी आखिर लुह झरुची कृष्णकर। बिचरा गाई माने भावुचंती जे कौन है कृष्णकर कृष्णचंद्र आज कांदुचंती कहीं सबुदिन ये तो आमको रास्तार छाड़ी दे चली जाती घर को आज आम सहित गुहाल को आसी आखिर लुह गड़ुचंती कहीं से माने भी किसी बुझी पारि नाहंती। कृष्ण का लुह देखी गोमाता माने बाछुरी माने से माने आखिर मध्य लुह बही चली। यापर कृष्ण कहते से गाई गोरु गाई बाछुरी मानक जे मोर आपण प्रति सेवा आज पर्यंत थिला कालीठू मु सेवा आउ करि परिबि नाही मते क्षमा कर दियंतु। जानतरे अजाणतरे मु जदि तुम मानक कष्ट दे थाए ताहले मते क्षमा कर दियो एमती कहते गाई मानक। यापर कृष्ण को गाई माने बिचरा किसी न जानी न शुणी चाटिबा को आरंभ करिसंती। कृष्ण यापर सीधा जाई निज पलंक उपरे सोई पड़िचंती। अन्य दिन मानकरे सबुआड़े सबुबले जो जाती माँ को देखा करती माँ को कोଳରେ शुंती आज माँ को कोଳରେ न शोई कृष्णचंद्र निज पलंक गड़ी पड़िचंती। अन्य दिन मानकरे कृष्ण आसिला क्षणी चारिआडे कहली चली लगी जाए नंद भवन चलचंचल हो जाए। आज नंद भवन रे से चंचलता नहीं शब्द शुभनी कृष्णचंद्रकर। कृष्णचंद्र मौनी शोचंती कौटी से जो पलंक उपरे मनरे अनेक दुख काली चलीजी काली चलीजी सीधा जाई माँ को कोଳରେ पड़वा लोक आज शोचंती पलंक उपरे। बलराम मध्य जाई पाखरे शोचंती दुई भाई आई आज निस्तेज हो जाइचंती। मार कोल अगणार स्पर्श नंद बाबांकर अगणार स्पर्श माँ जशोदा नंद बाबांक दर्शन माँ को कोल मार कानी मार ममता काल ठारू प्राप्त हम ना। उदास दुई भाई पूरा शांत पड़ जाइए जी नंद भवन। जेतेबेले नंद बाबा जशोदा अक्रूरंक ठारू शुणिले जे कृष्ण जीवा कथा कहले ना से मो लाला कुआड़े जीव नहीं मो लाला को आमे कुआड़े छाड़बू नहीं को पुरस्कार तार दरकार नहीं से लाला मो अगणारे मो लाला मो अगणारे एमती खेलु थाऊ मो लाला एमती गाई चोराउ थाऊ मो लाला एमती माखन चोरी करि थाऊ मु मला बेले मो लाला मो आखि सामने थाऊ ताठू बड़ी पुरस्कार मोर आउ किसी दरकार नहीं कौनसी पुरस्कार मो लालार दरकार नहीं मो लाला जीव नहीं। माँ आवाज लगाई कहले कृष्ण ये अक्रूरंक पालरे तू पड़बू नहीं यांक ना मिछटारे अक्रूर हेले ये तो क्रूरतार सह माँ ठारू पुओ को अलग करने को आसिछंती एते दिन पर आसिछंती तो आसिछंती हेले तोते आम ठारू दूरेबा को आसिछंती कृष्ण बलराम ए कृष्ण यहाँ पर बलराम को कहते बलराम बलराम ये कृष्ण बलराम बोली बारंबार चित्कार करते कृष्ण बलराम शुणी ना। यहाँ पर आज दुई भाई शांत बसिचंती। अन्य दिन मानकरे माँ पाटी करी
ନୟାନ୍ତ ହୁଅନ୍ତି ଶାନ୍ତ ବସ ଶାନ୍ତ ବସ ଶାନ୍ତ ବସ, କିନ୍ତୁ ଏ ଦୁଇ ଭାଇ କେତେବେଳେ ବି ଶାନ୍ତ ବସନ୍ତି ନାହିଁ। ଆଜି କେହି ନ କହିଲେ ବି ଶାନ୍ତ ପଡ଼ିଯାଇଛନ୍ତି ଦୁଇ ଭାଇ। ଇଏ ବଳରାମ, ଏହାପରେ ଯଶୋଦା କହିଛନ୍ତି ବଳରାମକୁ, ଏ ବଳରାମ ତୁ କୃଷ୍ଣକୁ ବୁଝାରେ ଧନ, ଏଇ ଅକ୍ରୁର ମଥୁରାବାସୀ ୟାଙ୍କ ସହ କୃଷ୍ଣ ନ ଯାଉ, ୟାଙ୍କ କଥାରେ ନ ପଡ଼ୁ କହି ଚିତ୍କାର କରୁଛନ୍ତି ଯଶୋଦା। କହ୍ନାଇ ଧୀରେ ଧୀରେ ମାଆଙ୍କ ପାଖକୁ ଆସିଲେ, ନନ୍ଦ ବାବାଙ୍କ ପାଖକୁ ଗଲେ। ନନ୍ଦ ବାବାଙ୍କୁ କହିଲେ, ବାବା ଆଜି ମୋର ଶେଷ ରାମ ନାମ ସ୍ୱୀକାର କରନ୍ତୁ, ରାମ ରାମ ସ୍ୱୀକାର କରନ୍ତୁ। ମୁଁ ଏଠାରେ ରହିଥିଲି ବାବା, ତୁମ ଅଗଣାରେ ଖେଳୁଥିଲି, ଅନେକ ଅଭିଯୋଗ କରିବାକୁ ଅନେକ ଆସୁଥିଲେ, ଅନେକ ଲୀଳାକାରୀ ସାରା ବ୍ରଜବାସୀଙ୍କୁ ଉତ୍କ୍ଷିପ୍ତ କରି ବାଧ୍ୟ କରୁଥିଲି ଆପଣଙ୍କ ପାଖରେ ଅଭିଯୋଗ କରିବା ପାଇଁ। ଅନେକ ଅଭିଯୋଗ ଫର୍ଦ୍ଦ ଆପଣ ପଢ଼ନ୍ତି, ହେଲେ ବାବା ଦିନେ ବି ଆପଣ ମୋତେ ଗାଳି ଦେଇନାହାନ୍ତି। ବାବା ମଣିଷ ଏତେ ଭଲ କିପରି ହୁଏ? କେବେ ବି ଆପଣ ରାଗନ୍ତି ନାହିଁ, କେବେ ବି ରାଗ ଆପଣଙ୍କ ମୁହଁରେ ମୁଁ ଦେଖି ନାହିଁ। ଏହାପରେ ପ୍ରଭୁ କହିଛନ୍ତି, ବାବା ଏ ଖିଡ଼ିକି ପାଖକୁ ଆସ। ଏହା କହି ନନ୍ଦ ବାବାଙ୍କ ହାତକୁ ଧରି ଟାଣି ନେଇଛନ୍ତି ଗୋଟେ ଝରକା ପାଖକୁ। ଝରକା ପାଖରେ ଠିଆ ହେଇ ଗାଈ ଗୁହାଳକୁ ଦେଖେଇଛନ୍ତି କୃଷ୍ଣଚନ୍ଦ୍ର। ବାବା ତୁମ ଗାଈମାନଙ୍କୁ ସବୁ ଗଣ, ଗାଈ ଚରେଇବାର ଦାୟିତ୍ୱ ମୋତେ ଥିଲା। ବାବା ତୁମେ ଗଣି ନିଅ, ତୁମ ଗାଈ କିଛି କମି ଯାଇନାହାନ୍ତି ତ? ଏ କହ୍ନାଇ ଗାଈ କିଛି ହଜାଇ ଦେଇ ଆସିନି ତ? ତୁମେ ସବୁ ଗଣ, କାରଣ କାଲିଠୁ ମୁଁ ରହିବି ନାହିଁ। ଯିବା ପୂର୍ବରୁ ମୁଁ ବାବା ତୁମକୁ କହିବାକୁ ଚାହୁଁଛି, ଯେମିତି ତୁମ ଗାଈ ଥିଲେ, ଯେମିତି ତୁମ ବାଛୁରୀ ଥିଲେ, ସବୁ ସେମିତି ଅଛନ୍ତି। ମୁଁ କିଛି ନଷ୍ଟ କରିନି ବାବା। ଏହାପରେ ନନ୍ଦ ବାବା କହିଲେ, ଆରେ କାହ୍ନା ଇଏ କ'ଣ କହୁଛୁ? ଆଉ ମୋର ଗାଈ ଗଣିବାର ବୟସ ଅଛି? ଆରେ ଏ ଗାଈ ସବୁ କାହାର? ସବୁ ତ ତୋର, ବାଛୁରୀ ତୋର, ଏ ଘର ତୋର, ଏ ସବୁ ତ ତୋର। ଏମିତି ଓଲଟା କଥା ତୁ ଆଜି କାହିଁକି କରୁଛୁ ରେ ଧନ? ଆରେ କାହ୍ନା, ପ୍ରତି ପିଲାଙ୍କର କର୍ତ୍ତବ୍ୟ ବୁଢ଼ା ବାପା ମାଆଙ୍କର ସାହାରା ବନିବା। ଏ ବୁଢ଼ା ବୟସରେ ସେମାନଙ୍କୁ ଛାଡ଼ି ଦେଇ ଯିବା କର୍ତ୍ତବ୍ୟ ନୁହଁ, କର୍ତ୍ତବ୍ୟ ଭୀରୁତା। ତୁ ସେ ପାଗଳ ଅକ୍ରୁର କଥା ଶୁଣନା, ଆମକୁ ଛାଡ଼ିକି ଯିବା କଥା ତୁ ଜମା ଭାବନାରେ ପୁଅ। ମଥୁରା ଯିବାର କଥା ମନରୁ ପୋଛିଦେ। ମା କହିଲେ, ଏ ଓଲଟା ପୋଲଟା କଥା ଛାଡ଼ରେ, ଆ ମାଖନ ଖା, ଗାଈ ଚରାଇ ଫେରିଛୁ, ଭୋକ ହେଉଥିବ, ମାଖନ ଖା, ନେ ମାଖନ ଖାଇଦେ, ଭୋକ ହେଉଥିବ ରେ ଧନ। କହ୍ନାଇ ମାଆଙ୍କୁ କୁଣ୍ଢାଇ ପକାଇ କହିଲେ, ମା ତୁମେ ଜଣେ ବୀରର ମା, ଏମିତି କ'ଣ ହେଉଛ? ମାତ୍ର 2-3 ଦିନର କଥା, ମୁଁ ଯିବି ଆଉ ଫେରି ଆସିବି। ଜମା ଡରନି ମା। ତୁମେ ଡରୁଥିବ କଂସକୁ, ହେଲେ ମା କଂସ ତୁମ ଲାଳାର କିଛି ବି କରିପାରିବ ନାହିଁ। ତୋ ଆଶୀର୍ବାଦ ମା ମୋ ପାଖରେ ଅଛି। ମାଆର ଆଶୀର୍ବାଦରେ ଏତେ ଯେ ଶକ୍ତି, ଯେତେ ଶତ୍ରୁ ହେଲେ ମଧ୍ୟ ତାଙ୍କ ଉପରେ ବିଜୟ ମିଳିପାରିବା ସମ୍ଭବ ଯଦି ମାଆର ଆଶୀର୍ବାଦ ଥାଏ। ମା ତୁ ବା ମାଖନ ଖୁଆଇ ଖୁଆଇ ତୋ ପୁଅକୁ ବଳବାନ କରିଛୁ। ତୁ ମା ଜାଣିଛୁ କଂସ ପାଇଁ ଆଦୌ ଡର ନା, କଂସ ମୋର କିଛି କରିପାରିବ ନାହିଁ। ମୁଁ ଯଦି ଦେଖିବି ତୋ ଆଖିରୁ ଟିକିଏ ଲୁହ ବହୁଛି, ତାହେଲେ ମା ସତ କହୁଛି ମୁଁ କାନ୍ଦିବି। ମୋ କାନ୍ଦ ଆଉ ତୁ ସମ୍ଭାଳି ପାରିବୁ ନାହିଁ, ତେଣୁ ମା ଆଖିରୁ ଲୁହ ବୁହାନି। ଆଉ ଗୋଟେ କଥା ଯେ କଂସ ଆମକୁ ନିମନ୍ତ୍ରଣ ଦେଇଛି, ତେଣୁ ସେ ନିମନ୍ତ୍ରଣକୁ ଅସ୍ୱୀକାର କରିବା ଉଚିତ ହେବ ନାହିଁ। ସେଇଥିପାଇଁ ନିମନ୍ତ୍ରଣ ରକ୍ଷା କରିବା ପାଇଁ ମୁଁ ଯିବି। ମାତ୍ର 3 ଦିନର କଥା, ମା ଭୟଭୀତ ହୁଅ ନାହିଁ, ମୁଁ ଯିବି ଆଉ ଆସିବି। ଏହାପରେ ଆଜି କୃଷ୍ଣ ମାଖନ ଖାଇନାହାନ୍ତି, ପଲଙ୍କରେ ପଡ଼ିଗଲେ। ଅନ୍ୟ ଦିନ ମାନଙ୍କରେ ମା କହି କହି ଥକି ପଡ଼ନ୍ତି, ଶୋ ଶୋ ବୋଲି ଶୁଅନ୍ତିନି, ହେଲେ ଆଜି ବିନା କଥାରେ ବିନା କୁହାରେ ଶୋଇପଡ଼ିଛନ୍ତି। ଯଶୋଦା ତରତର ହୋଇ ଯାଉଛନ୍ତି, କାମ ସାରିଦେଇ ଆସିଲେ ପୁଅକୁ ମୁଁ ଟିକେ ଲୋରି ଶୁଣେଇବି, କାରଣ ମୋ ପୁଅ ଲୋରି ନ ଶୁଣିଲେ ଶୁଏ ନାହିଁ। ମା କାମ ତରତରରେ ସାରିଦେଇ ଆସିଛନ୍ତି। ଆସି ପହଞ୍ଚି ଯାଇଛନ୍ତି।
ଲୋରି ଶୁଣେଇବାକୁ ଯେତେବେଳେ ଯାଉଛନ୍ତି ଦେଖିଛନ୍ତି କୃଷ୍ଣଚନ୍ଦ୍ର ଘୁଙ୍ଗୁଡ଼ି ମାରୁଛନ୍ତି। ଅବଶ୍ୟ ମିଛରେ, ମା ଜାଣିନାହାନ୍ତି ମିଛରେ ବୋଲି। ତେଣୁ ମା ମନେ ମନେ ଭାବିଛନ୍ତି କାହ୍ନା ତୁ କାଲି ସିନା ଯିବୁ, ଆଜି ତୋ ପୁଅ ତୋ ମା ତୋ ସେବା ଟିକେ କରେ, ତୋତେ ଲୋରି ଶୁଣାଏ, ସେ ସେବାରୁ ବି ବଞ୍ଚିତ କରିଦେଲୁ। ମାଆଙ୍କ ଆଖିରେ ଲୁହ। ମା ବସିଛନ୍ତି, ଅନେକ ସମୟ ଅପେକ୍ଷା କରିଛନ୍ତି, ପୁଣି ଭାବୁଛନ୍ତି ଏ ତ ଶୋଇ ପଡ଼ିଲାଣି, ମୁଁ ବସି କ'ଣ କରିବି। ଉଠୁଛନ୍ତି ଯିବା ପାଇଁ। ହଠାତ୍ ମାଆଙ୍କୁ ଶୁଁ ଶୁଁ ଆବାଜ ଶୁଭୁଛି। ଶୁଁ 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 ଆବାଜ, ଯେମିତି ଜଣେ କାନ୍ଦିଲେ ଆବାଜ ଶୁଭେ, ସେମିତି ମାଆକୁ ଶୁଭୁଛି। ମା କ'ଣ କରିଛନ୍ତି, ଫେରି ଆସିଛନ୍ତି, ଭିଡ଼ି ଆଣିଛନ୍ତି କୃଷ୍ଣକୁ। ସେପଟେ ଶୋଇଥିଲେ, ଏପଟକୁ ମୁହଁ ଉଲଟାଇ ଦେଇଛନ୍ତି। ଦେଖୁଛନ୍ତି କୃଷ୍ଣଙ୍କ ଆଖିରୁ ଧାର ଧାର ଲୁହ। ମା କହିଛନ୍ତି କୃଷ୍ଣ ତୁ କାନ୍ଦୁଛୁ କୃଷ୍ଣ। ଯେମିତି କହିଛନ୍ତି ଆଉ ସମ୍ଭାଳି ପାରିନାହାନ୍ତି କୃଷ୍ଣଚନ୍ଦ୍ର। ମାଆକୁ କୁଣ୍ଢାଇ ଧରିଛନ୍ତି, ଭେଁ ଭେଁ ହେଇ କାନ୍ଦିଛନ୍ତି। କୃଷ୍ଣଙ୍କ ଆଖିରେ ଲୁହ, ମାଆଙ୍କ ଆଖିରେ ଲୁହ, ଉଭୟ କାନ୍ଦି କୃଷ୍ଣ କହିଲେ ମା ତୁ ତୋର ଧ୍ୟାନ ରଖିବୁ ମା, ମୁଁ ପହରଦିନ ଚାଲି ଆସିବି। ତୁ ନିଜ ପ୍ରତି କେବେ ଅଯତ୍ନ ହେବୁ ନାହିଁ। ସବୁବେଳେ ମା ନିଜ ଧ୍ୟାନ ରଖିଥିବୁ। ମୁଁ ପାଖରେ ନାହିଁ ତ ତୋ ଧ୍ୟାନ କିଏ ରଖିବ, କହୁଛନ୍ତି କୃଷ୍ଣଚନ୍ଦ୍ର। ମା କହିଲେ କୃଷ୍ଣ ତୁ ଜାଣିରେ କ'ଣ ଆବଶ୍ୟକତା ଅଛି ତୋର, କ'ଣ ଯିବା ଦରକାର, କଂସ ସହ ଆମର କ'ଣ ନେଣଦେଣ ଅଛି, ସେ କ'ଣ ସେ କଂସ ଚୁଲିକି ଯାଉ, ହେଲେ ତୁ ଜାଣିରେ ଧନ। କହ୍ନାଇ କହିଲେ ମା ମୁଁ ସେଠାକୁ ଯିବି। ସେଠାରେ ଯେଉଁ ପୁରସ୍କାର ମାମା କଂସ ଦେବେ, ଯେତେବେଳେ ଦେବେ ସେ ପୁରସ୍କାର ନା ମା, ସେତେବେଳେ ମୋ ନାଁ ଡକାଯିବ। ମୋ ନାଁ ସହିତ ମା ତୁମ ନାଁ ବି ଡକାଯିବ। ଅନେକ ଲୋକ ବସିଥିବେ, ତୁମ ନାଁ ସମସ୍ତେ ଶୁଣିବେ। ମା ତୁମେ ମୋତେ ଏତେ ମାଖନ ଖୋଇଛ, ଏତେ ବୀର କରିଛ, ଏତେ ସୁରବୀରଙ୍କୁ ମାରିଛି, ସେଇଥିପାଇଁ ମୁଁ ପୁରସ୍କାର ପାଇବାକୁ ଯାଉଛି। ଯେତେବେଳେ ପୁରସ୍କାର ପାଇବି ମୋ ନାଁ ସହିତ ତୁମ ନାଁ ମଧ୍ୟ ଡକାଯିବ। ବା କେତେ ଆନନ୍ଦର କଥା କହିଲ। ତେଣୁ ମୁଁ ଯିବିନି କେମିତି, ମୁଁ ଏଇ ଯିବି, ପହରଦିନ ଚାଲି ଆସିବି। ତୁମେ ମା ଜମା ବ୍ୟସ୍ତ ହୁଅନି, ଯିବାକୁ ମନା କର ନାହିଁ, ଯିବାକୁ ଦିଅ। 3 ଦିନ ପରେ ତୁମ କାହ୍ନା ତୁମ ପାଖକୁ ଫେରିଆସିବ। ଶୋଇବାର ନାଟକ ଏହାପରେ ଆରମ୍ଭ କରିଛନ୍ତି। ରାତି ହୋଇଛି, ଶୋଇବାର ନାଟକ ଆରମ୍ଭ କରିଛନ୍ତି। ଆଜି ମା ଯଶୋଦା କୃଷ୍ଣଙ୍କ ପାଖରେ ଶୋଇଛନ୍ତି। ଉଭୟ ମା ପୁଅ ଶୋଇଛନ୍ତି ସତ, ହେଲେ କାହାରି ଆଖିରେ ନିଦ ନାହିଁ। କେବଳ କରନଉଟା ଚାଲିଛି, ଆଖି ବୁଜା ଚାଲିଛି, ହେଲେ କେହି ଶୋଇନାହାନ୍ତି। କାହାରି ଆଖିରେ ନିଦ ନାହିଁ। କାରଣ ଏ ବିଚ୍ଛେଦର ଯେଉଁ ଚିନ୍ତା, କାଲିଠାରୁ ସବୁ ପରିସ୍ଥିତି ବଦଳିଯିବ, ସମସ୍ତ ଜିନିଷ ବଦଳିଯିବ। ତେଣୁ ସେ ପରିସ୍ଥିତିକୁ ସମ୍ଭାଳିବାକୁ କେହି ରାଜି ନୁହଁ। ନା କୃଷ୍ଣ ଏପଟେ ରାଜି, ନା ମା ଯଶୋଦା ଏପଟେ ରାଜି। ଏହାପରେ କୃଷ୍ଣଚନ୍ଦ୍ର ଚିନ୍ତା କରିଛନ୍ତି ମୋତେ ପ୍ରାତଃ ସମୟରେ ଅର୍ଥାତ୍ ବ୍ରାହ୍ମ ମୁହୂର୍ତ୍ତରେ ଏଠୁ ବାହାରିଯିବା ଦରକାର, ନହେଲେ ବ୍ରଜବାସୀ ମୋତେ ଛାଡ଼ିବେ ନାହିଁ। ସେଇଥିପାଇଁ ମା ଯଶୋଦା କ'ଣ କରିଛନ୍ତି, ଅକ୍ରୁରଙ୍କୁ ଗୋଟେ ହାଣ୍ଡିରେ ମାଖନ ପୁରାଇ ରଖିଦେଇ ଦେଇଛନ୍ତି ଯେ ପୁଅକୁ ଭୋକ ହେଲେ, ଲାଲାକୁ ଭୋକ ହେଲେ, ବଳରାମକୁ ଭୋକ ହେଲେ ଏ ମାଖନ ଖୁଆଇଦେବ। ଏହାପରେ କୃଷ୍ଣ ବଳରାମ ବାହାରିଛନ୍ତି। ଅକ୍ରୁର ତୟାର, ନନ୍ଦଭବନର ଦ୍ୱାର ଖୋଲିଛନ୍ତି ଠିକ୍ ପ୍ରାତଃ ସମୟରେ। ସମସ୍ତଙ୍କର ଉଦ୍ଦେଶ୍ୟ ଯେ କେହି ନ ଦେଖନ୍ତୁ, ଆମେ ଚାଲିଯିବୁ। ଯେତେବେଳେ କବାଟ ଖୋଲି ଦେଇଛନ୍ତି, ସେତେବେଳେ ନନ୍ଦଭବନ ସାମ୍ନାରେ ଜନସମୁଦ୍ର ଦେଖି ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି କୃଷ୍ଣଚନ୍ଦ୍ର। କୃଷ୍ଣଚନ୍ଦ୍ରଙ୍କର 2-4 ଜଣ ଗାଈଆଳ ପିଲା ଜାଣିଥିଲେ ଏକଥା। ସେମାନେ ଚାରିଆଡ଼େ ପ୍ରଚାର କରିଦେଇଛନ୍ତି, ଯାହାର ଫଳସ୍ୱରୂପ ଏତେ ଲୋକ ଆଜି ଏକାଠି ହୋଇଛନ୍ତି। ସମସ୍ତଙ୍କ ଆଖିରେ ଲୁହ, ସମସ୍ତେ କାନ୍ଦୁଛନ୍ତି। ସମସ୍ତେ କହିଛନ୍ତି ଯେ ନନ୍ଦ ବାବା ତୁମେ କୃଷ୍ଣକୁ କାହିଁକି ସେ ଦୁଷ୍ଟ କଂସ ପାଖକୁ ପଠାଉଛ? ଏ ବାଳକର ଜୀବନ ରହିବ ତ? ସେ କଂସ ଯେଭଳି ଦୁରାଚାରୀ, କ'ଣ କରିବ କାହାକୁ ଜଣା। ତୁମେ ଜାଣିଶୁଣି ବିପଦ ମୁହଁକୁ ପୁଅକୁ କାହିଁକି ପଠାଉଛ? ଆଗେ ଚାପ ପକାଇଛନ୍ତି ସମସ୍ତେ ନନ୍ଦବାବାଙ୍କ ଉପରେ। ନନ୍ଦବାବାଙ୍କ ଉପରେ ଚାପ ପକାଇ ପକାଇ ଯେତେବେଳେ ନିରାଶ ହୋଇଯାଇଛନ୍ତି, ଦେଖିଛନ୍ତି ନନ୍ଦବାବା କିଛି କରୁନାହାନ୍ତି, ସାଙ୍ଗେ ସାଙ୍ଗେ କୃଷ୍ଣଙ୍କ ପାଖକୁ ଆସିଛନ୍ତି। ଆରେ କୃଷ୍ଣ, ତୁ ପା କହୁଥିଲୁ ଯେ ମୁଁ ନନ୍ଦବାବାଙ୍କ ଶପଥ ଖାଇ କହୁଛି ଯେ ବ୍ରଜବାସୀ ସବୁ ମୋ ପ୍ରାଣ ବୋଲି। ତାରେ ତ ପ୍ରାଣ ମାନେ ତ ଆମେ ସବୁ ଏଠି, ତୁ ସେଠିକି କାହିଁକି ଯାଉଛୁ? ପ୍ରାଣକୁ ଛାଡ଼ିକି ଯାଉଛୁ କ'ଣ ପାଇଁ? ଆଜି ତୁ ତୋ ପ୍ରାଣକୁ ଛାଡ଼ିକି ଯିବା ପାଇଁ
ବାହାରିଛୁ କେମିତି? ତୁ ଆମକୁ ଛାଡ଼ିକି ଯାଉଛୁ କୃଷ୍ଣ, ତୁ ଆମକୁ ଛାଡ଼ିକି ଯାଆନି, ତୋ ବିନା ଆମେ ବଞ୍ଚିପାରିବୁ ନାହିଁ, ତୋ ବିନା ଆମ ଜୀବନ ଦୁର୍ବିଷହ ହୋଇଯିବ, ତେଣୁ ତୁ ଯାଆନି। କୃଷ୍ଣ କହିଛନ୍ତି ଯେ ବ୍ୟସ୍ତ ହୁଅ ନାହିଁ, ମୋତେ ଯିବାକୁ ଦିଅ, ମାତ୍ର 3 ଦିନର କଥା, 3 ଦିନ ପହରଦିନ ମୁଁ ନିଶ୍ଚିତ ଭାବରେ ଫେରିଆସିବି। ମା ଯଶୋଦା କହୁଛନ୍ତି, ହେ ବ୍ରଜବାସୀ, ମୋ କାହ୍ନାକୁ ଯିବାକୁ ଦିଅ ନାହିଁ, ସମସ୍ତେ ଅଟକାଇ ଦିଅ କାହ୍ନାକୁ। ଏହିପରି ସମୟରେ କୃଷ୍ଣ ବଳରାମ ରଥରେ ବସିଗଲେ, ଅକ୍ରୁର ରଥ ବାହିବାକୁ ଯାଉଛନ୍ତି। ହଠାତ୍ ଏହି ସମୟରେ ଗୋପୀମାନେ ଆସି ପହଞ୍ଚିଗଲେ। ଗୋପୀମାନେ କୃଷ୍ଣକୁ କହିଲେ, କୃଷ୍ଣ କହିଲେ, ଗୋପୀଗଣ ଜମା ମନ ଦୁଃଖ କର ନାହିଁ, ମୁଁ ପରା ପହରଦିନ ଫେରି ଆସିବି। ଜଣେ ଗୋପୀ କହିଲା, କୃଷ୍ଣ ଆମର କ'ଣ ଭୁଲ କହ, ଆମେ ତ ଅନେକ ଭୁଲ କରିଛୁ, ତୁ ଆମ ଉପରେ ରାଗିକି ଚାଲି ଯାଉନ ତ। ଆରେ କୃଷ୍ଣ ଦେଖ, ତୋ କାନ ଧରୁଛୁ, ଜୀବନରେ ଆଉ କେବେ ଭୁଲ କରିବୁ ନାହିଁ, ତୁ ଯାହା କରୁଛୁ କର, ଆଉ କେବେ ବି ଆମେ ଅଭିଯୋଗ କରିବାକୁ ଯଶୋଦା ମାଙ୍କ ପାଖକୁ ଆସିବୁ ନାହିଁ। ଯେତେ ମଟକା ଭାଙ୍ଗୁଛୁ ଭାଙ୍ଗ, ଯେତେ ଲବଣୀ ଚୋରି କରୁଛୁ ଚୋରି କର, ଯେତେ ଗାଈ ବାଛୁରୀକୁ ଖୋଲି ଦେଉଛୁ ଖୋଲି ଦେ ଗୁହାଳୁ, ତଥାପି ଆମେ ତୋ ବିରୁଦ୍ଧରେ ଅଭିଯୋଗ ଆଣିବୁ ନାହିଁ। ହେଲେ କୃଷ୍ଣ ତୁ ଯାଆନି। ସବୁ ଗୋପୀମାନେ ଏମିତି ଯିଏ ଯେତେ ପାରିଛନ୍ତି ସମସ୍ତେ ଅନୁନୟ ବିନୟ ହୋଇଛନ୍ତି, ସବୁ ଗୋପୀ କାନ୍ଦୁଛନ୍ତି। କୃଷ୍ଣ ସମସ୍ତଙ୍କୁ କହିଲେ, କେହି ମନ ଦୁଃଖ କରନ୍ତନି, ଖୁସିରେ ରୁହ, ଖୁସି ଖୁସି ମୋତେ ବିଦା କର, ମୁଁ ଶୁଭ କାମରେ ଯାଉଛି ପରା, ମୁଁ ବିଦା ହେଇ ଯାଉନି, ଛାଡ଼ିକି ଯାଉନି, ପୁଣି ଫେରିବି। ତୁମମାନଙ୍କ ପହରଦିନ ଫେରିଆସିଲେ ତୁମମାନଙ୍କ ସହିତ ବସିବି, ଆମେ ସମସ୍ତେ ବସିବା, ଖେଳିବା, କେବଳ 3 ଦିନର କଥା, ପହରଦିନ ପର୍ଯ୍ୟନ୍ତ ମୋତେ ସମୟ ଦିଅ, ମୋ କାର୍ଯ୍ୟ କରିବାକୁ ଦିଅ। ଯେତେବେଳେ ହାତ ଯୋଡ଼ି ଦେଇଛନ୍ତି କୃଷ୍ଣ, ଏବଂ କୃଷ୍ଣ ନିଶ୍ଚିତ ଫେରିବ, ଏ ୱାଦା ମୁଁ ତୁମକୁ ଦେଉଛି, ଯେତେବେଳେ ୱାଦା କଥା କହିଛନ୍ତି, ସେମିତି ଗୋପୀମାନେ ରାସ୍ତା ଛାଡ଼ିଦେଲେ। ରଥ ଆଗକୁ ବଢ଼ିଲା, ପ୍ରଭୁ ଯାଉଛନ୍ତି, ପଛେ ପଛେ ବ୍ରଜବାସୀ, ସମସ୍ତଙ୍କ ଆଖିରେ ଲୁହ, ଯେମିତି ଜୀବନ ଚାଲିଯାଉଛି। ବ୍ରଜବାସୀ ଆଜି କାହାରି ମନରେ ଆନନ୍ଦ ନାହିଁ, ସମସ୍ତଙ୍କୁ ଚତୁର୍ଦିଗ ଅନ୍ଧାର ଦେଖାଯାଉଛି ଯେ କୃଷ୍ଣ ଯିଏ ଆମର ଗର୍ବ ଗୌରବ, ସେ ଆଜି ଆମକୁ ଛାଡ଼ି ଚାଲି ଯାଉଛି। ଏଣେ ସର୍ବେଶ୍ୱରୀ ରାଧାରାଣୀ କ'ଣ କରିଛନ୍ତି, ଗୋଟେ ଗଛ ଆଢ଼ୁଆଳରେ ଲୁଚିକିରି କୃଷ୍ଣଙ୍କର ଯିବାକୁ ଦେଖୁଛନ୍ତି। ରାଧାରାଣୀ ଭାବୁଛନ୍ତି, ଯଦି ମୁଁ କୃଷ୍ଣଙ୍କ ସାମ୍ନାକୁ ଯିବି ଏବଂ ମୋ ଆଖିରୁ ଟୋପେ ବି ଲୁହ ବୋହିଲା, ତାହେଲେ କୃଷ୍ଣଚନ୍ଦ୍ର ଯାଇପାରିବେ ନାହିଁ। କହ୍ନାଇ ଯିବା ତୟାର ହୋଇସାରିଛି, ଏହା ବିଧି ନିର୍ଘଣ୍ଟ ଅଟେ, ବିଧିର ବିଧାନ ଆଗରେ ମୁଁ କାହିଁକି କଣ୍ଟା ହେଇ ଠିଆ ହେବି, ବିଧିର ବିଧାନକୁ ମୁଁ କାହିଁକି ବାଧା ପହଞ୍ଚେଇବି। ଏଥିପାଇଁ ରାଧାରାଣୀ ନିଜ ମନକୁ ବୁଝାଇ ଦେଇଛନ୍ତି, ଯାହା ହେଉଛ ନା କାହିଁକି ମୁଁ କୃଷ୍ଣ ସାମ୍ନାକୁ ଯିବି ନାହିଁ। ବହୁତ କଷ୍ଟରେ ଆଖିର ଲୁହକୁ ଚାପିଛନ୍ତି ରାଧାରାଣୀ, ଲୁଚିକି ଦେଖୁଛନ୍ତି। କୃଷ୍ଣ ଏ ଗୋପୀମାନଙ୍କ ଭିତରେ, ଏ ବ୍ରଜବାସୀମାନଙ୍କ ଭିତରେ ଖୋଜୁଛନ୍ତି ପ୍ରାଣପ୍ରିୟା ରାଧାଙ୍କୁ, ଯେ ସମସ୍ତେ ଅଛନ୍ତି, ମୋ ରାଧା କାହିଁ? ଅନେଇଛନ୍ତି ରଥରେ, ସବୁଆଡ଼କୁ ପାଉନାହାନ୍ତି ରାଧାଙ୍କୁ। ହଠାତ୍ ନଜର ପଡ଼ିଛି ବୃକ୍ଷର ଆଢ଼ୁଆଳରେ ଠିଆ ହୋଇଥିବା ରାଧାରାଣୀକୁ। ପ୍ରଭୁ କ'ଣ କରିଛନ୍ତି, କହିଛନ୍ତି, କାକା ଟିକେ ରଥ ରଖନ୍ତୁ, ରାଥା ରଖନ୍ତୁ। ବଳରାମ କହିଛନ୍ତି, କାକା ଟିକେ ରଥ ରୋକିଦିଅନ୍ତୁ। ରଥ ରୋକିଛନ୍ତି ଅକ୍ରୁର, କୁଦି ପଡ଼ିଛନ୍ତି କୃଷ୍ଣ, ଦୌଡ଼ିଛନ୍ତି ରାଧାଙ୍କ ପାଖକୁ ଏବଂ ରାଧାଙ୍କ ପାଖରେ ଯାଇ ପହଞ୍ଚିଛନ୍ତି। ଯେ ହାତ ଯୋଡ଼ି କହିଛନ୍ତି କୃଷ୍ଣ ଯେ ରାଧା, ତୁମେ ଯଦି ଆଜ୍ଞା କରିବ ତାହେଲେ ମୁଁ ଯିବି ନାହିଁ। ରାଧା କହିଲେ, ଏବେ ତ ମିଛ କହିବା ବନ୍ଦ କର, ମୁଁ ଜାଣେ ତୁମେ କେଡ଼େ ମିଛୁଆ, ଯଦି ଯିବାର ନଥିଲା ତେବେ ଆଗରୁ ପଚାରୁନଥିଲ କାହିଁକି? ସବୁ ସ୍ଥିର କରି ରଥରେ ବସି ସାରି, ଘରୁ ସମସ୍ତଙ୍କଠୁ ମେଲାଣି ନେଇସାରି, ବ୍ରଜବାସୀଙ୍କଠାରୁ ମେଲାଣି ନେଇସାରି, ବର୍ତ୍ତମାନ ମୁଁ କହିବି ତୁମେ ରହିଯିବ, ଏହା କ'ଣ ସମ୍ଭବ? ତେଣୁ ସେ ମିଛ ମୋତେ କୁହ ନାହିଁ। ରଥ ଉପରେ ବସି ସମସ୍ତଙ୍କୁ ମେଲାଣି ନେଇ ଏବେ ପଚାରୁଛ କ'ଣ ନା ତୁମେ କହିଲେ ମୁଁ ରହିଯିବି? କି ମିଛୁଆ ତମେ, ତୁମରି ଯିବାର ଥିଲା, ତେଣୁ ତମେ ଗଲ, ତେଣୁ ତୁମେ ଯାଅ, ତୁମ କାର୍ଯ୍ୟ ସମ୍ପାଦନ କର। ଶ୍ୟାମସୁନ୍ଦର କହିଲେ, ରାଧା, ସମସ୍ତଙ୍କ ଆଖିରେ ଅଶ୍ରୁ, ହେଲେ ତୁମ ଆଖିରେ ଅଶ୍ରୁ ନାହିଁ କ'ଣ ପାଇଁ? ରାଧା କହିଲେ,
लुह बहुत प्रकार अच्छी कृष्णचंद्र किछि लुह देखी हुए किछि लुह पी जाए ओठ किछि लुह पी जाए आखि मो आखि आज लुह को पी जाइछि मु निर्वाक हो जाइछि हतबाक हो जाइछि मो आखिरु सेइथिपई लुह बाहरु नाही लुह तो गड़ेबा समस्ते गड़े दे पारिबे लुह को पीवा केते जे कष्ट केवल राधारानी जानती या परे कृष्ण पुणी थरे राधा को भी कहते मु पहर दिन फेरिबी राधा अपेक्षा करिसंती से दिन अपेक्षा चली राधाराणी कर शयने स्वपने जागरणे कृष्ण 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 आउ किछि नाही एमती 100 वर्ष बीती जाइछि तथापि कृष्ण प्रेम रे माँ राधा सेमती अनाई रही कृष्णकर गाड़ी रथ आग को बढ़ी समस्त ब्रजवासी ठिया होती अनई रथ चलीगला आउ रथ देखा जाऊ नहीं अनाई रथर उड़ुवा धूली को से धूली उड़ीबा बंद हो जाइछि तापर समस्ते कृष्ण को आगमन को अपेक्षा करी रहिचंती प्रतिदिन यही ब्रजवासी माने ब्रज बालक माने एमती गाई चोरौ चोरौ निज काम करू करू जिते गोधूली बेल आसे सबु बेले सेमती कृष्ण फेरिया बाट को अनाई थांती ये होची अनंत प्रेम ब्रजवासी एवं कृष्ण का मध्य माँ राधा एवं कृष्ण का मध्य कि शाश्वत प्रेम सी आशा करुच्ची दर्शक बंधु आज कथा निश्चित भाव में आपन को आमोदित करिथिबो आगामी वीडियो रे पुनः देखा हवा से पर्यंत रहुची नमस्कार।